ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶୀଗୁଡ଼ା ଗାଁରେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କଲେ କିନ୍ନର। ମୃତ କିନ୍ନର ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଅଜିତ ବିଷୋଇ ହୋଇଥିବା ବେଳେ ସେ ଦିଗପହଣ୍ଡି ଭୁଇ ବାଉରୀସାହି ଦଣ୍ଡନାଚରେ ଦଣ୍ଡୁଆ କଳାକାର ଭାବେ ନୃତ୍ୟ ପରିବେଷଣ କରୁଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସର ଘଟଣାସ୍ଥଳରେ ତଦନ୍ତ ଜାରି। ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ସେ କାରରେ 5,07,000 ଟଙ୍କା ନେଇ ଯିବାବେଳେ ସ୍ଥାନୀୟ ଗୋବିନ୍ଦପାଲି ଛକଠାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଥିସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର 2ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି କରିଛି ଭିଜିଲାନ୍ସ ଟିମ୍। ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ ପୋଲିସର ଚଢ଼ଉ ବେଳେ 2 ଅଭିଯୁକ୍ତ ଗିରଫ ହେବା ସହ ଗ୍ୟାସ୍ କଟର ମେସିନ ଓ ଏକ ବୋଲର ଗାଡି ଜବତ ହୋଇଛି ଏବଂ ଅଭିଯୁକ୍ତ ଦ୍ୱୟ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକର ରବି ବେହେରା ଓ ରବି ମୁଳି ହୋଇଥିବା ବେଳେ ସେମାନେ ରାଳବ ରଙ୍ଗିପୁର ରାସ୍ତାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏକ କଣ୍ଟେନରକୁ ଗ୍ୟାସ୍ କଟର ମେସିନରେ କାଟୁଥିଲେ। କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ଫାଣ୍ଡି ଅନ୍ତର୍ଗତ ତଲକଇଁସାରି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ ଦାଦାର ମୃତ୍ୟୁ ଏବଂ ମୃତ ଦାଦାର କଟାମୁଣ୍ଡ ଧରି ସୁଆକାଠି ଫାଣ୍ଡିରେ ପହଞ୍ଚିଲା ପୁତୁରା କବି ଦେହୁରୀ। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଛି। Preview. Audio Jungle. Audio Jungle. Preview. କୋରାପୁଟ ଜିଲ୍ଲା ଲମତାପୁର ପୁଡିଂ ଜଙ୍ଗଲ ରାଜ ଛକ ନିକଟରେ ଚାରା ବୋଝେଇ ଟ୍ରକରୁ 10 କୋଟି ଟଙ୍କାର ଗଞ୍ଜେଇ ଜବତ ଏବଂ ଉକ୍ତ ଗଞ୍ଜେଇ ରାଜସ୍ଥାନକୁ ଚାଲାଣ ହେଉଥିବା ବେଳେ ପୋଲିସ ଗଞ୍ଜେଇ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ମଧ୍ୟ ଗିରଫ କରିଛି। ଭୁବନେଶ୍ୱର ସୁନ୍ଦରପଦା ଅନ୍ତର୍ଗତ ପ୍ରଧାନ ସାହି ଖେଳ ପଡିଆ ନିକଟ କାଜୁ ଜଙ୍ଗଲରୁ ଜଣେ ବିଲ୍ଡରଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ବିଲ୍ଡର ଜଣକ ଭୁବନେଶ୍ୱର ୟୁନିଟ୍ 6 ଅଞ୍ଚଳର ଚିହ୍ନୁ ବିଶ୍ୱାଳ ହୋଇଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତିରୁ ଚିହ୍ନୁକୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ପୋଲିସ ଉକ୍ତ ଘଟଣାରେ 3 ଜଣଙ୍କୁ ଅଟକ ରଖିଛି। କଟକ ଜିଲ୍ଲା ଆଠଗଡ଼ ଥାନା ମୁଣ୍ଡୁଳି ରାସ୍ତାର ଛତାବର ନିକଟରେ ବସ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ 20ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ଥିବା ବେଳେ ବସ୍ଟି ଆଠଗଡ଼ରୁ କଟକ ଆସୁଥିଲା। Preview. Audio Jungle. Audio Jungle. Preview. ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଯମୁନାପାଲି ଗାଁରେ ବନ ବିଭାଗର ଚଢ଼ଉ ବେଳେ କଲରା ପତରିଆ ବାଘଛାଲ ଜବତ ସହ ଜଣେ ଗିରଫ ଅଭିଯୁକ୍ତ ଯମୁନାପାଲି ଗାଁର କୈଳାସ କଠାର ହୋଇଥିବା ବେଳେ ବନ ବିଭାଗ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି। ଜମ୍ମୁର ଅଖନୁର ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଯବାନ। ତେବେ ଏଲ୍ଓସିରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସେନାର ଜଣେ ଜେସିଓ କୁଲଦୀପ ଚନ୍ଦନ ଶହୀଦ ହୋଇଛନ୍ତି। ସେ ଗତ ଶୁକ୍ରବାର ରାତିରେ କେରି ବଟଲ କ୍ଷେତ୍ରରେ ଏଲ୍ଓସିରେ ଅନୁପ୍ରବେଶ ବିରୋଧୀ ଅଭିଯାନର ନେତୃତ୍ୱ ନେଇଥିଲେ ଓ ଏହି ସମୟରେ ହୋଇଥିବା ସଂଘର୍ଷରେ ଆହତ ହୋଇଥିଲେ। ଏବଂ ଅନୁଗୁଳ ଜିଲ୍ଲାର ଗୋପାଳ ପ୍ରସାଦ ପୀଠରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ 9 ଦିନିଆ ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। କାଳ ବୈଶାଖୀ ପ୍ରଭାବରେ ଗତକାଲି ରାତିରେ ଝଡ଼ ତୋଫାନ ସହ ବର୍ଷା ହୋଇଥିବା ବେଳେ ଆଜି ପ୍ରଚଣ୍ଡ ଖରା ସତ୍ତ୍ୱେ ମାଙ୍କୁ ଦର୍ଶନ କରିବା ପାଇଁ ଉଭାସ୍ଥଳୀ ଓ ପୀଠସ୍ଥଳୀରେ 3 ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି।
Preview.